Hello everyone, welcome to our study. ଆପଣମାନେ ଜାଣିଥିବେ ପ୍ରତ୍ୟେକ ପରୀକ୍ଷାରେ ଓଡ଼ିଆର କିଛି ଭାଗ ରହୁଛି। ତେଣୁକରି ଏହି ଭିଡ଼ିଓଟି RI, OMEN, ICDS, OSCP, IRB ମାନଙ୍କ ପାଇଁ। ଓଡ଼ିଆ ବ୍ୟାକରଣର ପ୍ରଥମ ବିଷୟ ଆପଣମାନେ ଜାଣିଥିବେ କି ଅ ଆ ପ୍ରଥମେ ଶିଖିବା, ତାପରେ ଯାଇକି ଜଣେ ସେଣ୍ଟେନ୍ସ ପଢ଼ିପାରିବ, ସେ ବିଷୟରେ ଜାଣିପାରିବ। ତେଣୁକରି ଅ ଆ ଆରମ୍ଭ କରିବା। ଓ ଠୁ କ୍ଷ ପର୍ଯ୍ୟନ୍ତ ଗୋଟିଏ ବିଷୟ ଅଛି। ସେ ବିଷୟର ନାଁ ହେଉଛି ଓଡ଼ିଆ ବ୍ୟାକରଣରେ ଧ୍ୱନି, ବର୍ଣ୍ଣ ବା ବର୍ଣ୍ଣମାଳା। ଏହି ବିଷୟରୁ ଆମର 2ରୁ 3ଟି କ୍ୱେଶ୍ଚନ୍ ଆସୁଛି। ଆମେ ଆରମ୍ଭ କରିବା। ଧ୍ୱନି କ'ଣ? ଧ୍ୱନି, ବର୍ଣ୍ଣ ଓ ବର୍ଣ୍ଣମାଳା। ତୁମେ ଧ୍ୱନି ବିଷୟରେ କ'ଣ ଜାଣିଛ କହିଲେ ଦେଖି? ଆଚ୍ଛା, ବର୍ତ୍ତମାନ ଦେଖିବ, ଧ୍ୱନି ହେଉଛି ଏକ ପ୍ରକାର ନାଦ ବା ଶବ୍ଦ ଅଟେ। ଆଚ୍ଛା, ତେବେ ବର୍ଣ୍ଣ କ'ଣ? ବର୍ଣ୍ଣ ଧ୍ୱନିମାନଙ୍କର ଲିଖିତ ରୂପକୁ ବର୍ଣ୍ଣ କହିଥାଉ। ନା, ଧ୍ୱନିମାନଙ୍କର ଲିଖିତ ରୂପକୁ ବର୍ଣ୍ଣ କହିଥାଉ। ଆଉ କ'ଣ କହିଥାଉ? ବର୍ଣ୍ଣର ଅନ୍ୟ ନାମ କ'ଣ ହୋଇଥାଏ? ଅକ୍ଷର ବୋଲି କହିଥାଉ। ବର୍ଣ୍ଣମାଳା। ଦେଖ, ଓଡ଼ିଆ ଭାଷାରେ ଲେଖାପଢ଼ା ପାଇଁ ଆମର କିଛି ବହିରେ 50ଟି ଦେଇଛି, କିଛି ବହିରେ 49ଟି ଦେଇଛି। ହେଲା କି 49ଟି ବର୍ଣ୍ଣ ବ୍ୟବହୃତ ହେଉଛି, ଯଥାକ୍ରମେ ସ୍ୱରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ। 49ଟି ବର୍ଣ୍ଣ ଅ ଠାରୁ ଆରମ୍ଭ ହୋଇ କ୍ଷରେ ଶେଷ ହୋଇଛି। ଆପଣ ଦେଖିପାରୁଥିବେ, ସ୍କ୍ରିନ୍ ମାଧ୍ୟମରେ ଆପଣଙ୍କୁ ଦିଆଯାଉଛି ଅ ଠାରୁ କ୍ଷ ପର୍ଯ୍ୟନ୍ତ। ଆଗରୁ ପଢ଼ିଛେ ଧ୍ୱନିର ଲିଖିତ ରୂପ ବର୍ଣ୍ଣ। କ'ଣ ନା, ଆଗରୁ ପଢ଼ିଛେ ଆମେ କ'ଣ? ଧ୍ୱନିର ଲିଖିତ ରୂପ ବର୍ଣ୍ଣ ଅଟେ। ମାତ୍ର 49 ବର୍ଣ୍ଣ, କେତେ? 49ଟି ବର୍ଣ୍ଣ ଅଛି, କିନ୍ତୁ ଧ୍ୱନି 49ଟି ନାହିଁ। ହର୍ଷେଇ ଦୀର୍ଘେଇ ବର୍ଗେଜ କ୍ଷ ଚାଲିବେଶ ମୂର୍ଧନିଶ ଦନ୍ତସ ବର୍ଣ୍ଣଗୁଡ଼ିକ ଉଚ୍ଚାରଣ ସମାନ ଅଟେ। ସମାନ ଅଟେ କି ନାହିଁ? ଆକ୍ଚୁଆଲି ଏଇ ବର୍ଗେଜ ପରେ କ'ଣ ହେଇଛି ନା, ଏହାର ଟାଇପିଂ ମିଷ୍ଟେକ୍ ଅଛି। ସେଟା ବର୍ଗେଜ ନୁହେଁ, ଏଇ ବର୍ଗେଜ ପରେ କ୍ଷ ନୁହେଁ, ସେଟା ହେଲା ଅନ୍ତସ୍ତୟ। ଯେମିତିକି ଯଥା ପାଣି, ବାଣୀ, ଜଳ,